बंधु माने आजिर एही कार्यक्रम को आपण मानक स्वागत। आजिर एही कार्यक्रमटी धनुराशि व्यक्ति विशेष मानक पई बहुत गुरुत्वपूर्ण अटे, बहुत ही खास अटे। कारण आजिर एही वीडियो रे आमे माने जानिबा जे धनुराशि व्यक्ति विशेष मानक पई एही नूतन वर्ष 2026 रो प्रथम मासटी अर्थात जनवरी 2026 किपरि रहिबो। एही नूतन वर्षर आरंभटी आपणक जीवन रे केउ परिवर्तन आनिदेब। ଏହା ବ୍ୟତୀତ ଏହି ଜାନୁଆରୀ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ, ନବଗ୍ରହଙ୍କର ସ୍ଥିତି ଆପଣଙ୍କ କୁଣ୍ଡଳୀରେ କିପରି ରହିବ, ନବଗ୍ରହ ଆପଣଙ୍କୁ କେଉଁ ଫଳ ପ୍ରଦାନ କରିବାରେ ସକ୍ଷମ ହେବେ, ଏହା ସହିତ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଆପଣଙ୍କର ଯଦି ଧନୁରାଶି ହୋଇଥାଏ ତ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ। ତ ବନ୍ଧୁମାନେ ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହା ଆପଣଙ୍କର ଜନ୍ମରାଶି ତଥା ଚନ୍ଦ୍ରରାଶି ଉପରେ ଆଧାରିତ ଅଟେ। ତ ରାଶି ଚକ୍ରର 12 ଗୋଟି ରାଶି ମଧ୍ୟରୁ ନବମ ରାଶି ହେଉଛି ଧନୁରାଶି ଏବଂ ଧନୁରାଶିର ରାଶିଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଗୁରୁ ଆପଣଙ୍କ କୁଣ୍ଡଳୀର ସପ୍ତମ ଭାବରେ ଗୋଚର କରୁଛନ୍ତି। ଆପଣଙ୍କର ପ୍ରଥମ ଭାବରେ ଗୋଚର କରୁଛନ୍ତି ବୁଧ, ଶୁକ୍ର, ମଙ୍ଗଳ ଏବଂ ଶୁକ୍ର। ତୃତୀୟ ଭାବରେ ଗୋଚର କରୁଛନ୍ତି ରାହୁ। ଚତୁର୍ଥ ଭାବରେ ଗୋଚର କରୁଛନ୍ତି ଶନି ଏବଂ ଆପଣଙ୍କର ନବମ ଭାବରେ ଗୋଚର କରୁଛନ୍ତି କେତୁ। ତ ସର୍ବପ୍ରଥମେ ଆସନ୍ତୁ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିଭଳି ରହିବ ଏହି ଜାନୁଆରୀ 2026 ରେ। ତ ବନ୍ଧୁମାନେ ଆମର ପ୍ରଥମ ଭାବଟି ହୋଇଥାଏ ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ଗୁରୁ ଆପଣଙ୍କ କୁଣ୍ଡଳୀର ସପ୍ତମ ଭାବରେ ଗୋଚର କରୁଛନ୍ତି ଏବଂ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ପ୍ରଥମ ଭାବ ଉପରକୁ ରହୁଛି। କିନ୍ତୁ ଆପଣଙ୍କର ପ୍ରଥମ ଭାବରେ 4ଟି ଗ୍ରହ ଗୋଚର କରୁଛନ୍ତି, ବୁଧ, ଶୁକ୍ର, ସୂର୍ଯ୍ୟ ଏବଂ ମଙ୍ଗଳ। ତେବେ ବନ୍ଧୁମାନେ ଆପଣଙ୍କର ପ୍ରଥମ ଭାବର ଅଧିପତି, ନବମ ଭାବର ଅଧିପତି ଏବଂ ପଞ୍ଚମ ଭାବର ଅଧିପତିଙ୍କର କନେକ୍ସନ ଆପଣଙ୍କର ପ୍ରଥମ ଭାବ ସହିତ ରହୁଛି, ଯାହାକି ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଫଳ ପ୍ରଦାନ କରିବ। ଶନିଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କର ପ୍ରଥମ ଭାବ ଉପରକୁ ରହୁଛି। ତେଣୁ ଯେତେବେଳେ ଆପଣ କେଉଁଆଡେ ଦୂର ଯାତ୍ରା କରୁଛନ୍ତି, ଟ୍ରାଭେଲିଂ କରୁଛନ୍ତି, ତ ସେତେବେଳେ ଆପଣ ଟିକେ ଥକ୍କାପଣ ଅନୁଭବ କରିପାରନ୍ତି ଏବଂ ସେତେବେଳେ ଆପଣଙ୍କର ଇମ୍ୟୁନିଟି ସିଷ୍ଟମ ମଧ୍ୟ ଟିକେ ଡାଉନ ହୋଇପାରେ କିମ୍ବା ବାନ୍ତି ଭଳି ସମସ୍ୟା ଦେଖାଦେଇପାରେ କିମ୍ବା ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦେଇପାରେ ସେତେବେଳେ ଯେତେବେଳେ ଆପଣ ଅଧିକ ଦୂର ଯାତ୍ରା କରିବେ, ନଚେତ ଆପଣଙ୍କର ସ୍ୱାସ୍ଥ୍ୟରେ କୌଣସି ବି ସମସ୍ୟା ଦେଖାଯାଉ ନାହିଁ। ଯଦି ଆପଣ ଛୋଟ ଛୋଟ ଯାତ୍ରା କରୁଛନ୍ତି ସେତେବେଳେ ଏମିତି କିଛି ସମସ୍ୟା ଦେଖାଯିବ ନାହିଁ ଏବଂ ମୋଟାମୋଟି ଭାବରେ ସ୍ୱାସ୍ଥ୍ୟ ଆପଣଙ୍କର ଏହି ଜାନୁଆରୀ ମାସରେ ବହୁତ ଭଲ ରହିବ। କାରଣ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ପ୍ରଥମ ଭାବ ଉପରକୁ ରହୁଛି, ଯାହାକି ଆପଣଙ୍କର ସ୍ୱାସ୍ଥ୍ୟରେ ସୁଧାର ଆଣିବ। ଆପଣଙ୍କର ଯାହା ବି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା ସେସବୁ ଦୂର ହୋଇଯିବ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କ୍ଷେତ୍ର କିପରି ରହିବ ଏହି ଜାନୁଆରୀ 2026 ରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ କିପରି ରହିବ ଏହି ଜାନୁଆରୀ ମାସଟି। ତ ବନ୍ଧୁମାନେ କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ। ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଆପଣଙ୍କର କୁଣ୍ଡଳୀର ପ୍ରଥମ ଭାବରେ ଗୋଚର କରୁଛନ୍ତି ଏବଂ 16 ଜାନୁଆରୀକୁ ମଙ୍ଗଳ ଆପଣଙ୍କର ଦ୍ୱିତୀୟ ଭାବକୁ ଆସିଯିବେ। ମଙ୍ଗଳ ଯେତେବେଳେ ଆପଣଙ୍କର ଦ୍ୱିତୀୟ ଭାବକୁ ଆସିଯିବେ ତ ଚତୁର୍ଥ ଦୃଷ୍ଟିରେ ମଙ୍ଗଳ ଆପଣଙ୍କର ପଞ୍ଚମ ଭାବକୁ ଦେଖିବେ। ତ ମଙ୍ଗଳଙ୍କର ସ୍ଥିତି ଏଠାରେ ବହୁତ ଭଲ ରହୁଛି। କୌଣସି ପାପ ଗ୍ରହଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କର ପଞ୍ଚମ ଭାବ ଉପରକୁ ରହୁନାହିଁ। ତ ଏହି ମାସଟି ଅର୍ଥାତ୍ ଜାନୁଆରୀ ମାସଟି ଆପଣଙ୍କର ଶିକ୍ଷା କ୍ଷେତ୍ର ପାଇଁ ବହୁତ ଭଲ ରହିବ। ବିଶେଷ କରି ଯଦି ଆପଣ କିଛି ଏକ୍ଜାମ ଦେଉଛନ୍ତି, କମ୍ପିଟେଟିଭ ଏକ୍ଜାମ ଦେଉଛନ୍ତି, ସରକାରୀ ପରୀକ୍ଷା ଦେଉଛନ୍ତି, ତ ସେଥିରେ ଆପଣଙ୍କୁ ବହୁତ ଅଧିକ ସଫଳତା ମିଳିବ। ମଙ୍ଗଳ ଯେହେତୁ ଆପଣଙ୍କର ଦ୍ୱିତୀୟ ଭାବରେ ଉଚ୍ଚସ୍ଥ ହେଉଛନ୍ତି, ଏହା ବ୍ୟତୀତ 14 ଜାନୁଆରୀକୁ ସୂର୍ଯ୍ୟ ମଧ୍ୟ ଆପଣଙ୍କର ଦ୍ୱିତୀୟ ଭାବକୁ ଆସିଯିବେ, ଯାହାକି ବହୁତ ଭଲ ପୋଜିସନ ଅଟେ। ତ ଆପଣ ଆପଣଙ୍କର ଏକ୍ଜାମକୁ ନେଇକି ପ୍ରସ୍ତୁତି ହୁଅନ୍ତୁ। ଆପଣ ଯେତେ ପାରିବେ ନିଜର ପାଠ ପଢାକୁ ନେଇକି ସିରିୟସ ରୁହନ୍ତୁ। ଆପଣଙ୍କ ପାଇଁ ଏହି ଜାନୁଆରୀ ମାସଟି ବହୁତ ଭଲ ଫଳ ଦେବାକୁ ଯାଉଛି। ଆପଣଙ୍କର ଶିକ୍ଷା କ୍ଷେତ୍ର ପାଇଁ ଏହି ଜାନୁଆରୀ ମାସଟି ବହୁତ ଅଧିକ ସପୋର୍ଟିଭ ରହିବ।
ଯେତେବେଳେ ବୁଧ ଏବଂ ଶୁକ୍ର ଆମର ପ୍ରଥମ ଭାବରେ ଥାନ୍ତି ସେତେବେଳେ ଆମର ମେଣ୍ଟାଲିଟି ଆମର କନସେନ୍ଟ୍ରେସନ ସବୁକିଛି ଷ୍ଟେବଲ ହୋଇଯାଇଥାଏ। ତ ଆପଣ ନିଜର ପାଠପଢ଼ାକୁ ନେଇକି କେବଳ ପ୍ରସ୍ତୁତି କରନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ଜାନୁଆରୀ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ମଧ୍ୟ ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ ଏବଂ ସନ୍ତାନର ଭାବ। ତ ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ। ମଙ୍ଗଳ ଆପଣଙ୍କ କୁଣ୍ଡଳୀର ପ୍ରଥମ ଭାବରେ ଗୋଚର କରୁଛନ୍ତି। ଏହା ବ୍ୟତୀତ ଆପଣଙ୍କର ପ୍ରଥମ ଭାବର ଅଧିପତି ଗୁରୁଙ୍କର ଦୃଷ୍ଟି ମଙ୍ଗଳଙ୍କ ଉପରେ ରହୁଛି। ମଙ୍ଗଳଙ୍କର ଦୃଷ୍ଟି ମଧ୍ୟ ଗୁରୁଙ୍କ ଉପରେ ରହୁଛି। ଏହାର ଅର୍ଥ ହେଉଛି ଆପଣଙ୍କ ମଧ୍ୟରେ ଭାଇବ୍ସ ବହୁତ ଭଲ ରହିବ, କନେକ୍ସନ ବହୁତ ଭଲ ରହିବ, ଆପଣଙ୍କ ମଧ୍ୟରେ ଭଲ ପାଇବା ବଢିବ। ସବୁଠାରୁ ବଡ କଥା ହେଉଛି ମଙ୍ଗଳ ଏବଂ ଗୁରୁ ପରସ୍ପରର ମିତ୍ର ଅଟନ୍ତି, ଯାହାକି ଆପଣଙ୍କର ପ୍ରେମ ଜୀବନ ପାଇଁ ଅଧିକ ଶୁଭ ଫଳ ପ୍ରଦାନ କରିବ। ଆପଣଙ୍କର ପାର୍ଟନରଙ୍କର ଭଲ ପାଇବା ଆପଣଙ୍କ ପ୍ରତି ବଢିଯିବ, ଆପଣଙ୍କ ପ୍ରତି ଆଟ୍ରାକ୍ସନ ବଢିବ, ଫିଲିଂସ ବଢିବ। ଏବଂ ପୂର୍ବରୁ ଯଦି ଆପଣଙ୍କ ମଧ୍ୟରେ କୌଣସି ମତଭେଦ ମନାନ୍ତର ହୋଇଥିଲା, ମିସ୍ଅଣ୍ଡରଷ୍ଟାଣ୍ଡିଂ ଥିଲା, ତ ଏସବୁ କିଛି ମଧ୍ୟ କ୍ଲିୟର ହୋଇଯିବ। ଯଦି ଆପଣଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା ତ ପୁନର୍ବାର ଆପଣଙ୍କ ମଧ୍ୟରେ ପ୍ୟାଚଅପ୍ ହୋଇଯିବ। କିନ୍ତୁ ସୂର୍ଯ୍ୟ ଏବଂ ମଙ୍ଗଳ ଏକତ୍ର ଥିବାରୁ ଆପଣ ଟିକେ ଆପଣଙ୍କର ଆଗ୍ରେସନ ଉପରେ କଣ୍ଟ୍ରୋଲ କରନ୍ତୁ, ନିଜର କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ଜାନୁଆରୀ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ। ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ବୁଧ। ବୁଧ ଆପଣଙ୍କ କୁଣ୍ଡଳୀର ପ୍ରଥମ ଭାବରେ ଗୋଚର କରୁଛନ୍ତି ଏବଂ ବୁଧଙ୍କର ଦୃଷ୍ଟି ସପ୍ତମ ଭାବ ଉପରକୁ ରହୁଛି। ତ ସବୁଠାରୁ ବଡ କଥା ହେଉଛି ଆପଣଙ୍କର ପ୍ରଥମ ଭାବର ଅଧିପତି ସପ୍ତମ ଭାବରେ ଏବଂ ସପ୍ତମ ଭାବର ଅଧିପତି ପ୍ରଥମ ଭାବରେ ଗୋଚର କରୁଛନ୍ତି। ତ ଆମେ ଯଦି ସବୁ ଦୃଷ୍ଟିରୁ ଦେଖିବା ତ ଜାନୁଆରୀ ମାସଟି ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ହିଁ ବନିଛି। ଅର୍ଥାତ୍ ସବୁ ଦୃଷ୍ଟିରୁ ଏହି ଜାନୁଆରୀ ମାସରେ ଆପଣଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି, କାରଣ ଆପଣଙ୍କର ବୈବାହିକ ଜୀବନ ମଧ୍ୟ ଏହି ଜାନୁଆରୀ ମାସରେ ବହୁତ ଭଲ ରହିବ। ଆପଣ ପରସ୍ପରକୁ ବୁଝିପାରିବେ, ପରସ୍ପର ପ୍ରତି ଆପଣଙ୍କ ଭଲ ପାଇବା ବଢିବ। ଯଦି ସେ ଆପଣଙ୍କୁ କିଛି ଆଡଭାଇସ୍ ଦେଉଛନ୍ତି ତ ଆପଣ ନିଶ୍ଚିତ ଭାବରେ ତାହାକୁ ମାନନ୍ତୁ, କାରଣ ଏଥିରେ ଆପଣଙ୍କୁ ହିଁ ଲାଭ ପ୍ରାପ୍ତି ହେବ। ଏବଂ ଆପଣ ଯଦି କିଛି ଆଡଭାଇସ୍ ଆପଣଙ୍କର ଜୀବନ ସାଥୀଙ୍କୁ ଦେଉଛନ୍ତି ତ ସେ ମଧ୍ୟ ଯଦି ଏହାକୁ ମାନନ୍ତି ତ ସେଥିରେ ମଧ୍ୟ ସେ ଲାଭାନ୍ୱିତ ହେବେ। ଆପଣଙ୍କର ଜୀବନ ସାଥୀଙ୍କୁ କିଛି ଭଲ ଅପରଚ୍ୟୁନିଟି ମଧ୍ୟ ମିଳିପାରେ। ଏବେ ଆସନ୍ତୁ ଜାଣିବା ସବୁଠାରୁ ମହତ୍ୱପୂର୍ଣ୍ଣ ବିଷୟବସ୍ତୁ ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ଜାନୁଆରୀ 2026ରେ। ତ ବନ୍ଧୁମାନେ, କୁଣ୍ଡଳୀର ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ। ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟ ଆପଣଙ୍କ କୁଣ୍ଡଳୀର ପ୍ରଥମ ଭାବରେ ଗୋଚର କରୁଛନ୍ତି ଏବଂ 14 ଜାନୁଆରୀକୁ ସୂର୍ଯ୍ୟ ଆପଣଙ୍କର ଦ୍ୱିତୀୟ ଭାବକୁ ଆସିଯିବେ। ତ ଆପଣଙ୍କର ପ୍ରଥମ ଭାବ ଏବଂ ଦ୍ୱିତୀୟ ଭାବ ଉଭୟରେ ହିଁ ସୂର୍ଯ୍ୟ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଅର୍ଥାତ୍ ସମ୍ପୂର୍ଣ୍ଣ ଜାନୁଆରୀ ମାସ ସାରା ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବ, କାରଣ ସୂର୍ଯ୍ୟଙ୍କର ସ୍ଥିତି ବହୁତ ମଜବୁତ ରହୁଛି। 14 ଜାନୁଆରୀ ପୂର୍ବରୁ ସୂର୍ଯ୍ୟଙ୍କର ସ୍ଥିତି ସବୁଠାରୁ ଅଧିକ ଭଲ ରହୁଛି, କାରଣ ସୂର୍ଯ୍ୟ କେନ୍ଦ୍ରରେ ଗୋଚର କରୁଛନ୍ତି। ଆପଣଙ୍କର ଭାଗ୍ୟରେ ଚାରଚାନ୍ଦ ଲାଗିବାକୁ ଯାଉଛି, କାରଣ ଆପଣଙ୍କର ପ୍ରଥମ ଭାବର କନେକ୍ସନ ନବମ ଭାବ ସହିତ ରହୁଛି ଏବଂ ନବମ ଭାବର କନେକ୍ସନ ପ୍ରଥମ ଭାବ ସହିତ ରହୁଛି। ତ ପରସ୍ପର ମଧ୍ୟରେ ଏହି ଯେଉଁ କନେକ୍ସନ ବନୁଛି, ଯାହାକି ଆପଣଙ୍କର ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଆଣିଦେବାକୁ ଯାଉଛି। ଏମିତି ଟାଇମ ବହୁତ ରେୟାର ହୋଇଥାଏ, ସବୁବେଳେ ଏପରି କନେକ୍ସନ ବନି ନଥାଏ। ତ ଭାଗ୍ୟ ସମ୍ବନ୍ଧିତ ଆପଣ ଯାହା ବି ନିର୍ଣ୍ଣୟ ନେବା ପାଇଁ ଚାହୁଁଛନ୍ତି ଆପଣ ନେଇପାରିବେ। ବିଶେଷ କରି 14 ଜାନୁଆରୀ ପୂର୍ବରୁ ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। ଆପଣ ଯଦି କିଛି ବଡ ଡିସିସନ ନେବା ପାଇଁ ଚାହୁଁଛନ୍ତି, କିଛି ବଡ ଜିନିଷ ସେଲ୍ ପରଚେସ୍ କରିବାକୁ ଚାହୁଁଛନ୍ତି, କିଛି ବଡ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ, ଟ୍ରେଡିଂ ଏସବୁରେ କିଛି ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି, କିଛି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିବା ପାଇଁ ଚାହୁଁଛନ୍ତି ତ ନିଶ୍ଚିତ ଭାବରେ ଆପଣ ତାହା କରିପାରିବେ। ଏହି ଜାନୁଆରୀ ମାସରେ ଆପଣଙ୍କୁ କିଛି ବଡ ଧନ ଲାଭ ମଧ୍ୟ ହୋଇପାରେ। ଅଳ୍ପ ପରିଶ୍ରମରେ ଆପଣଙ୍କୁ ଅଧିକ ସଫଳତା ପ୍ରାପ୍ତି ହେବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗକୁ ବଢିବ। ଆମେ ଯଦି କହିବା
तो 12टी जाक मध्यरु एही जनवरी मासरे सबुठारु अधिक भाग्यशाली रहिबे धनु राशिर व्यक्ति माने। क्यारियर कथा जदि कहिबा तो आपणकर दशम भावर अधिपति हेउछन्ति बुध। बुध मध्य आपणक कुंडलीर प्रथम भावरे गोचर करूछन्ति एवं 17 जनवरी को आपणकर द्वितीय भाव को चली जिवे। तो आपणकर कार्य करिवार शैली द्वारा आपणकर टैलेंट द्वारा आपणकर कम्युनिकेशन स्किल द्वारा बहुत किछि परिवर्तन करि पारिबे, कारण आपणकर दशम भावर कनेक्शन प्रथम भाव सहित रहुछि। तो एही मासटी आपणकर आगको बढ़िबा पई अटे। सामना वाला आपणकर तारीफ करिवे, किंतु आपणक मध्यरे टिके धैर्य कम रहि पारे, आपणक मध्यरे टिके एक्स्ट्रा कॉन्फिडेंस रहि पारे। एही कारणरू एमिति न हेउ जे आपण निजे ही आपणकर काम को डाउन करिवे। तेनु आपण ओवर कॉन्फिडेंस होंतु नाही। कॉन्फिडेंस भलो अटे, किंतु कोनोसी जिनिसरे ओभरटी बहुत खराब होई थाए। तो आपण निजर धैर्य उपरे कंट्रोल करंतु एवं निज भितरे कॉन्फिडेंस लेवल ठीक रखंतु। क्यारियर आपणकर एही जनवरी मासरे बहुत भलो रहिबो। आपण निज क्यारियर रे बहुत आगो को बढ़िबे, कारण शुक्र एवं बुध आपणकर प्रथम भावरे अछंती। विशेष करी जदि आपण गवर्नमेंट रिलेटेड किछि काम करूछंती, कम्युनिकेशन रिलेटेड किछि काम करूछंती, कंप्यूटर रिलेटेड किछि काम करूछंती, तो एई सब क्षेत्र रे आपणको बहुत अधिक सफलता मिलिबाको जाउछि। एही जनवरी मासरे कार्य क्षेत्र रे आपणको प्रमोशन मध्य मिलि पारे किंबा आपणको कोनोसी बड़ अचीवमेंट मध्य मिलि पारे, कारण आपणकर दशम भावर अधिपति द्वितीय भाव को चली आसीबे। आपणकर लाभ भावर अधिपति मध्य द्वितीय भाव को चली आसीबे। तो निश्चित भावरे कार्य क्षेत्र रे आपणको प्रमोशन मिलिबो एवं जदि आपणक निकटरे चाकरी नाही तो चाकरी मिलिबार मध्य बहुत अधिक संभावना रहुछि। तेणु आपण निज तरफरु चेष्टा जारी रखंतु। बिजनेस कथा जदि कहिबा तो बिजनेस मध्य एही जनवरी मासरे आपणकर बहुत भलो रहिबो। बिजनेस रे आपण प्रॉफिट देखिबा को पाइबे, आपणकर फाइनेंशियल ग्रोथ हेबो, डेली इनकम बढ़िबो। आपण आपणकर बिजनेस रे किछि बड़ परिवर्तन मध्य करि पारंती। उपाय कथा जदि कहिबा तो एही जनवरी मासरे आपणको कोनोसी उपाय कोनोसी प्रतिकारर आवश्यकता नाही, कारण जनवरी मासटी आपणको पई ही बनिछि। किंतु आमे जदि साधारण भाबरे कहिबा तो प्रत्येक दिन आपण हनुमान चालीसार पाठ करंतु। प्रत्येक दिन उदित सूर्य को आपण तंबा पात्रडी जलार्घ्य अर्पण करंतु एवं प्रत्येक दिन आपण ओम नमः शिवाय मंत्रर जप करंतु। प्रत्येक दिन विष्णु सहस्र नामर पाठ करंतु। तो बंधु माने आपणकर जीवन मंगलमय हेउ, एहा ही ईश्वरंक निकट